ଆଜି ଆମ୍ଭେ ଜଗତର ଲବଣ ଏବଂ ଆଲୋକ ଖ୍ରୀଷ୍ଟିଆନଙ୍କ ଜୀବନ ଏହି ଶୀର୍ଷକ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଖ୍ରୀଷ୍ଟିଆନ ଭାବରେ ଉଚିତ ବିଶ୍ୱାସ ସହିତ ଆପଣା ସମ୍ପ୍ରଦାୟର ପଡ଼ୋଶୀମାନଙ୍କ ପାଇଁ ଆମମାନଙ୍କୁ ଆପଣା ଜୀବନକୁ ଏକ ଭଲ ଉଦାହରଣ କିପରି କରିବା ଉଚିତ। ଆମ୍ଭମାନଙ୍କୁ ଜଗତର ଲବଣ ଏବଂ ଆଲୋକ ହେବା ଉଚିତ, ଯାହାଦ୍ୱାରା ଯେ କେହି ମଧ୍ୟ ଦେଖେ କି ସିଓନର ସଦସ୍ୟମାନେ କିପରି କାର୍ଯ୍ୟ କରନ୍ତି, ସେମାନେ ଭାବିବେ ଯେ ମୋତେ ଲାଗୁଅଛି କି ସେମାନେ ପରମେଶ୍ୱରଙ୍କ ଚର୍ଚ୍ଚ ଅଫ୍ ଗଡ୍କୁ ଯାଆନ୍ତି। ଏଥିପାଇଁ ଆଜି ବାଇବଲ ଭବିଷ୍ୟତ ବକ୍ତା ଏବଂ ପରମେଶ୍ୱର କ'ଣ ଚାହୁଁଛନ୍ତି କି ଖ୍ରୀଷ୍ଟିଆନମାନଙ୍କ ଜୀବନ କେମିତି ହେବା ଉଚିତ। ଆସନ୍ତୁ ଆମ୍ଭେ ଏହି ମାମଲା ବିଷୟରେ ବାଇବଲର ଶିକ୍ଷା ଉପରେ ଏକ ନଜର ପକାଇବା। ପ୍ରଥମେ ଆସନ୍ତୁ ଆମ୍ଭେ ଜିସାୟ ଅଧ୍ୟାୟ 46କୁ ଦେଖିବା। 10 ପଦରେ ଲେଖା ହୋଇଛି, ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇନାହିଁ ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା। ପରମେଶ୍ୱର ଆଦିଠାରୁ ଶେଷ ବିଷୟରେ ଜାଣିବାକୁ ଦେଲେ ଏବଂ ଅତୀତରୁ ହିଁ ଭବିଷ୍ୟତକୁ ଦେଖେଇଲେ, ଯାହା ଏପର୍ଯ୍ୟନ୍ତ ହୋଇନାହିଁ। ଅନ୍ୟ ଶବ୍ଦରେ ପରମେଶ୍ୱର ଭବିଷ୍ୟତ ବିଷୟରେ ସବୁ କିଛି ଜାଣିଛନ୍ତି, ହଁ ନା? ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଆଉ ଏକ ପଦ ଦେଖିବା। ଅଧ୍ୟାୟ 22 ପଦ 18, ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, ଏଠାରେ ଏହି ପୁସ୍ତକ ବାଇବଲକୁ ଦର୍ଶାଉଅଛି ଯାହା ଆମ୍ଭେ ଦେଖୁଅଛୁ, ହଁ ନା? କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟେଇବେ। ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଆମ୍ଭେ ଜିସାୟ ଅଧ୍ୟାୟ 46 ଓ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଏହି କାରଣରୁ ପଢ଼ୁଅଛୁ କି ପରମେଶ୍ୱର ଯିଏ ଆରମ୍ଭରୁ ଶେଷକୁ ଦେଖନ୍ତି କହୁଛନ୍ତି କି ଆମ୍ଭମାନଙ୍କୁ ବାଇବଲରେ କିଛି ବୃଦ୍ଧି କରିବା ଉଚିତ ନୁହେଁ କିମ୍ବା ବାଇବଲରୁ କିଛି ମଧ୍ୟ ଲୋପ କରିବା ଉଚିତ ନୁହେଁ। ଆମ୍ଭେ ଏହା ସମ୍ପୂର୍ଣ୍ଣ ରୂପରେ ବୁଝିପାରିବା ନାହିଁ କି ପରମେଶ୍ୱର ଏପରି କାହିଁକି କହିଲେ, କିନ୍ତୁ ନିକଟ ଭବିଷ୍ୟତରେ ଏପରି ଦିନ ଆସିବ ଯେତେବେଳେ ଆମ୍ଭେ ସ୍ପଷ୍ଟ ଭାବରେ ଜାଣିବା କି ପରମେଶ୍ୱର ଆମ୍ଭମାନଙ୍କୁ କାହିଁକି ସେହି ଆଜ୍ଞା ଦେଲେ ଏବଂ ସେ କାହିଁକି ଚାହୁଁଛନ୍ତି କି ଆମ୍ଭେ ଏପରି କରିବା, ଠିକ୍ ସେତେ ସ୍ପଷ୍ଟ ଭାବରେ ଯେତେ ଆମ୍ଭେ ପରସ୍ପରର ଚେହେରା ଦେଖିପାରିବା। ଯେତେବେଳେ ଆପଣ ବାଇବଲ ପରୀକ୍ଷା କରନ୍ତି ତେବେ ଏହା କହିଥାଏ କି ଖ୍ରୀଷ୍ଟିଆନମାନଙ୍କ ଜୀବନ କେମିତି ହେବା ଉଚିତ। କିଛି ଲୋକ ବିଶ୍ରାମ ଦିନ ଓ ନିସ୍ତାର ପର୍ବକୁ ବହୁମୂଲ୍ୟ ମାନନ୍ତି, କିନ୍ତୁ ଯେତେବେଳେ ଖ୍ରୀଷ୍ଟିଆନଙ୍କ ଜୀବନ ସମ୍ବନ୍ଧରେ କିଛି କଥା ଆସେ ତେବେ ସେମାନେ ସନ୍ଦେହ କରନ୍ତି ଏବଂ ଭାବନ୍ତି କ'ଣ ଏହା ପ୍ରକୃତରେ ପରମେଶ୍ୱରଙ୍କ ଆଦେଶ। ପୁଣି ସେମାନେ ଏହାକୁ କେବଳ ବାଇବଲର ନୈତିକ ଅଂଶ ଭାବରେ ନିଅନ୍ତି, କିନ୍ତୁ ଏପରି ନୁହେଁ। ବାଇବଲ କ'ଣ କହୁଅଛି କି ଆମ୍ଭମାନଙ୍କୁ ପୁସ୍ତକର ସମସ୍ତ ବାକ୍ୟର ସହିତ କ'ଣ କରିବା ଉଚିତ। ଆମ୍ଭମାନଙ୍କୁ କିଛି ମଧ୍ୟ ବୃଦ୍ଧି ବା ଲୋପ କରିବା ଉଚିତ ନୁହେଁ। ଆମ୍ଭମାନଙ୍କୁ ଧାର୍ମିକତାରେ ପରିବର୍ତ୍ତନ ହେବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗୀୟ ନାଗରିକଙ୍କ ରୂପରେ ଭଲ ଏବଂ ଦୟାଳୁ ହେବାର ଶିକ୍ଷା ଦିଅନ୍ତି। କିଛି ଲୋକ କୁହନ୍ତି ଯେତେବେଳେ ଆମ୍ଭେ ଭଲ ଏବଂ ଦୟାଳୁ ଆଚରଣ କରୁ ତେବେ ଦୁନିଆ ଆମ୍ଭମାନଙ୍କ ସହିତ ଏପରି ବ୍ୟବହାର କରେ ଯେପରି ଆମ୍ଭେ ମୂର୍ଖ ଅଟୁ। ଆମ୍ଭମାନଙ୍କୁ କାହିଁକି ଏହିପରି ଜୀବନ ଯାପନ କରିବା ଆବଶ୍ୟକ, କିନ୍ତୁ ଯେହେତୁ ଏହା ପରମେଶ୍ୱରଙ୍କ ବାକ୍ୟ ତେଣୁ ଆମ୍ଭମାନଙ୍କୁ ଏହା କରିବା ଉଚିତ। କ'ଣ ପରମେଶ୍ୱର ବାଇବଲରେ ଆମ୍ଭମାନଙ୍କ ଉଦ୍ଧାର ପାଇଁ କିଛି ମଧ୍ୟ ଅନାବଶ୍ୟକ ରେକର୍ଡ କରନ୍ତି? ଯାହା କିଛି ମଧ୍ୟ ରେକର୍ଡ କରାଯାଇଅଛି ତାହା ଆମ୍ଭମାନଙ୍କ ପାଇଁ ସ୍ୱର୍ଗ ଯିବା ପାଇଁ ବାଧ୍ୟତାମୂଳକ। ସେହି ଲୋକଙ୍କ ବିଷୟରେ କ'ଣ ଯେଉଁମାନେ ଏପରି କରନ୍ତି ନାହିଁ? ଏହି କାରଣରୁ ପରମେଶ୍ୱର କହିଲେ କି ଆମ୍ଭମାନଙ୍କୁ ପୁନର୍ବାର ଜନ୍ମ ନେବାକୁ ହେବ, ହଁ ନା? ପୁନର୍ବାର ଜନ୍ମ ନେବା ନିମନ୍ତେ ଆମ୍ଭମାନଙ୍କୁ ଚେଷ୍ଟା କରିବା ଉଚିତ। ଯଦି ଥରେ ଚେଷ୍ଟା କରିବା ପରେ ଏହା କାର୍ଯ୍ୟ କରୁନାହିଁ ତେବେ 2 ଥର ଏବଂ 3 ଥର ଚେଷ୍ଟା କରନ୍ତୁ। ଉଦାହରଣ ପାଇଁ, ଯେତେବେଳେ ଥମାସ ଏଡିସନ ବିଦ୍ୟୁତ ବଲ୍ବ ଆବିଷ୍କାର କରିବାର ଚେଷ୍ଟା କଲେ ତେବେ ସେ ଅସଫଳ ହେବା ପରେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, ଦୟାକରି ମୋତେ ମାନବ ଜାତିଙ୍କୁ ଆଲୋକ ପ୍ରଦାନ କରିବାର ପ୍ରଣାଳୀକୁ ଖୋଜିବାକୁ ଦିଅନ୍ତୁ। ଦୟାକରି ମୋତେ ଜାଣିବାକୁ ଦିଅନ୍ତୁ କି କ'ଣ ଭୁଲ ହୋଇଅଛି। ଏହି ପ୍ରକାର ସେ ପ୍ରାର୍ଥନା କରି ରହିଲେ ଏବଂ ପରମେଶ୍ୱରଙ୍କ ଠାରୁ ସାହାଯ୍ୟ ମାଗି ରହିଲେ। ତେବେ ଶେଷରେ ସେ ଅନ୍ଧକାର ଦୁନିଆକୁ ଉଜ୍ଜୀଳିତ କରିବା ପାଇଁ ଆଧୁନିକ ସଭ୍ୟତାର ଆବଶ୍ୟକତା ମଧ୍ୟରୁ ଏକ ଆବିଷ୍କାର କଲେ। ଭାଇ ଓ ଭଉଣୀମାନେ, ପରମେଶ୍ୱର ଯେ ଆଦିଠାରୁ ଶେଷକୁ ଜାଣିଛନ୍ତି, ବାଇବଲରେ ପ୍ରତ୍ୟେକ ବାକ୍ୟ ଲେଖା ଅଛି।
पुणी से आम्भମାନଙ୍କୁ आज्ञा देले कि किछि वृद्धि करो नाही कि किछि लोप करो नाही। एथिपाई आम्भମାନଙ୍କୁ बाइबलରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟକୁ ଧ୍ୟାନରେ ଦେଖିବା ଉଚିତ। ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲରେ କିଛି କରିବା ପାଇଁ କହୁଛନ୍ତି, ତେବେ ଆମ୍ଭମାନଙ୍କୁ ତାହା ଏକ ନୈତିକ ମାନକ ରୂପେ ରଖିବା ଉଚିତ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ରୂପରେ ନେବା ଉଚିତ। ଏହି ପ୍ରକାର ଶିକ୍ଷା ଆମ୍ଭମାନଙ୍କୁ କେବଳ ଏହି କାରଣ ଦିଆଯାଇଅଛି କି ଅନ୍ୟମାନଙ୍କ ସହିତ ମିଳିମିଶି ଏକତ୍ର ଭଲ ରହିବା ଏବଂ ଲୋକଙ୍କ ସହିତ ଗଣ୍ଡଗୋଳ ନ କରିବା ଉଚିତ। ଯଦି ଆମ୍ଭେ କରିପାରିବା ନାହିଁ, ତେବେ ଆମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ ନାହିଁ। ଯେତେବେଳେ ଆମ୍ଭେ ଏହି ବିଚାରର ତୁଳନା ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18-19 ସହିତ କରୁ, ତେବେ ଆପଣ କହୁଛନ୍ତି କି ପରମେଶ୍ୱରଙ୍କ ବାକ୍ୟରେ ବୃଦ୍ଧି କରିବା କିମ୍ବା ସେଥିରୁ କିଛି ବାହାର କରିବା ଠିକ୍, ହଁ ନା? ବାଇବଲ କ'ଣ କହୁଅଛି? ଯେତେ ଆମ୍ଭେ ବାଇବଲରେ ବୃଦ୍ଧି କରୁ, ସେତେ ଆମ୍ଭ ଉପରେ ବିପତ୍ତି ବୃଦ୍ଧି କରାଯିବ। ସଙ୍ଗରେ ହିଁ ଯେତେବେଳେ ଆମ୍ଭେ ବାଇବଲର ବାକ୍ୟ ମଧ୍ୟରୁ କିଛି ବାହାର କରିଥାଉ, ତେବେ ସ୍ୱର୍ଗ ଯିବାର ଆମ୍ଭମାନଙ୍କ ବିଶେଷ ଅଧିକାର ଛଡ଼ାଇ ନିଆଯିବ। ଆମ୍ଭେମାନେ ପ୍ରଥମେ ସେହି ବାକ୍ୟ ଗୁଡ଼ିକୁ ଦେଖିଲେ, କାରଣ ମୁଁ ଚାହୁଁଅଛି କି ଆପଣ ଏହାକୁ ବୁଝିବା ସହିତ ପରମେଶ୍ୱରଙ୍କ ବାକ୍ୟକୁ ଦେଖନ୍ତୁ। ଏପରି କିଛି ଘଟଣା ଅଛି ଯେଉଁଠାରେ ଦୁନିଆର ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିଶ୍ୱାସୀମାନଙ୍କର ଆଲୋଚନା କରାଯାଏ। ଯଦିଓ ସେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବାର ଦାବି କରେ, କିନ୍ତୁ ତାହାର ବ୍ୟକ୍ତିତ୍ୱ ଅତ୍ୟନ୍ତ କଠୋର। ସେ କେବଳ ନିଜ ବିଷୟରେ ଚିନ୍ତା କରେ। ସେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରେ ନାହିଁ, କିନ୍ତୁ କେବଳ ଚିନ୍ତା କରେ କି ଜିନିଷ ତାହା ପାଇଁ କାର୍ଯ୍ୟ କରୁଅଛି କି ନାହିଁ। ଯେଉଁମାନଙ୍କର ଏପରି ଖରାପ ପ୍ରତିଷ୍ଠା ଅଛି, ସେମାନେ ଆମ୍ଭମାନଙ୍କ ସିୟନର ସଦସ୍ୟ ହେବା ଉଚିତ ନୁହେଁ। ଆମ୍ଭେ ସେହି ମାମଲା ଗୁଡ଼ିକୁ ସହଜରେ ଦେଖିପାରିବା ଯେଉଁଠାରେ ଲୋକମାନେ ସେହି ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ଯେଉଁମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବାର ଦାବି କରନ୍ତି। ସେମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବାର ଦାବି କରୁଥାଇ ଏହିପରି କେମିତି ଆଚରଣ କରିପାରିବେ? ସେହି ପ୍ରକାରର ବ୍ୟକ୍ତି କିପରି ଏକ ପଦ ଧାରଣ କରୁଥିବା ବିଶ୍ୱାସୀ ହୋଇପାରିବ? ଯଦିଓ ସେମାନେ ଅନ୍ୟମାନଙ୍କ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଏହାଦ୍ୱାରା ମୋତେ ଅସହଜ ମନେ ହେଉଅଛି। ଏହା ଆମ୍ଭମାନଙ୍କ ସିୟନର ସଦସ୍ୟଙ୍କ ସହିତ ହେବା ଉଚିତ ନୁହେଁ। ଯଦି ଆମ୍ଭେ ବର୍ତ୍ତମାନ ମଧ୍ୟ ସାଂସାରିକ ରୀତିନୀତିରେ ଅଭ୍ୟସ୍ତ, ତେବେ ଆମ୍ଭମାନଙ୍କୁ ଆପଣା ରୀତିନୀତିକୁ ସ୍ୱର୍ଗୀୟ ରୀତିନୀତିରେ ପରିବର୍ତ୍ତନ କରିବା ଉଚିତ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 5କୁ ଯିବା। ଅଧ୍ୟାୟ 5 ପଦ 13। ତୁମେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦହୀନ ହୁଏ, ତେବେ ତାହା କାହିଁରେ ଲବଣତ୍ୱ ଯୁକ୍ତ ହେବ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ। ତୁମେମାନେ ଜଗତର ଜ୍ୟୋତି। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନପାରେ, କିମ୍ବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପ ରୁଖା ଉପରେ ରଖନ୍ତି। ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକଙ୍କୁ ଆଲୋକ ଦିଏ। ସେହି ପ୍ରକାରେ ତୁମମାନଙ୍କ ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କ କ'ଣ ଦେଖି? ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। କ'ଣ ଆମ୍ଭେ ପରମେଶ୍ୱରଙ୍କ ଏହି ବାକ୍ୟରେ କିଛି ବୃଦ୍ଧି କିମ୍ବା ହ୍ରାସ କରିପାରିବା କି ନାହିଁ? କ'ଣ ଏହାର ଅର୍ଥ ଏହା ନୁହେଁ କି ଆମ୍ଭମାନଙ୍କୁ କେବଳ ତାହା କରିବା ଆବଶ୍ୟକତା ଅଛି ଯାହା ଆମ୍ଭେ କରିପାରିବା? ଆମ୍ଭମାନଙ୍କୁ ଏପରି ଭାବିବା ଉଚିତ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହପୂର୍ବକ ଶିକ୍ଷା ଯେପରି ସେଗୁଡ଼ିକ ପାଳନ କରାଯିବା ଆବଶ୍ୟକ। ଯଦି ବର୍ତ୍ତମାନ ମଧ୍ୟ ଆମମାନଙ୍କ କୌଣସି କର୍ମ ବା କାର୍ଯ୍ୟ ଅଛି ଯାହା ଆମମାନଙ୍କ ଆଖପାଖର ଲୋକମାନଙ୍କ ଦ୍ୱାରା ସୂଚିତ କରାଯାଇପାରେ ଆଉ ଯାହା ଦ୍ୱାରା ନିନ୍ଦିତ ହୋଇପାରୁ, ତେବେ ଆଜି ଆସନ୍ତୁ ଆମ୍ଭେ ଆପଣା ସମସ୍ତ ଖରାପ କାର୍ଯ୍ୟ, ମନ୍ଦ ଚିନ୍ତାଧାରା ଏବଂ ସ୍ୱାର୍ଥପର ମନରୁ ମୁକ୍ତି ହେବା। ଆଉ ଯେମିତିକି ଲେଖା ଅଛି, ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କ ରୂପେ ପୁନର୍ବାର ଜନ୍ମ ହେବା ପାଇଁ ପରିପକ୍ୱ ହେବାର ସୁନିଶ୍ଚିତ କରିବା। ଆସନ୍ତୁ ଆମ୍ଭେ ତିତୋସ ଅଧ୍ୟାୟ 2କୁ ଯିବା। ଆମ୍ଭମାନଙ୍କୁ ଖ୍ରୀଷ୍ଟିଆନଙ୍କ ରୂପରେ କେଉଁ ପ୍ରକାର ଜୀବନଯାପନ କରିବା ଉଚିତ? ଯଦି ଆମ୍ଭେ ଏହା ଶୁଣିବା କି ସେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା ପୂର୍ବରୁ ଏବଂ ପରେ ମଧ୍ୟ ସେମିତି ହିଁ କାର୍ଯ୍ୟ କରୁଅଛି, ତେବେ ଆମ୍ଭମାନଙ୍କ ବ୍ୟବହାରର ପରିଣାମରେ ପରମେଶ୍ୱରଙ୍କର ଅପମାନ ହୋଇପାରେ। ଆସନ୍ତୁ ଆମ୍ଭେ ଅଧ୍ୟାୟ 2 ପଦ 7 ଦେଖିବା। ତୁମେ ନିଜେ ଆପଣା ଆଚରଣରେ ଉତ୍ତମତାର ଆଦର୍ଶ ଦେଖାଅ, ଶିକ୍ଷାରେ ଅକୃତ୍ରିମ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର, ଯେପରି ବିପକ୍ଷ ଲୋକ ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ। ଦାସମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷ ଭାଜନ ହୁଅନ୍ତୁ। ଏଠାରେ ଓଲଟା ଜବାବ ଦେବା, ବିଦ୍ରୋହ କରିବା
आमମାନଙ୍କୁ ଏହା ଭାବିବା ଉଚିତ କି ଆମ୍ଭେ ଓଲଟା ଜବାବ ଦେବା ପରିବର୍ତ୍ତେ ବୁଦ୍ଧିର ସହିତ କେମିତି କଥାବାର୍ତ୍ତା କରିପାରିବା। ଏଠାରେ ଲେଖା ଅଛି ଦାସ, କିନ୍ତୁ ଆମ୍ଭେ ଏପରି ଯୁଗରେ ବାସ କରୁଅଛୁ ଯେତେବେଳେ କୌଣସି ଦାସ ନାହିଁ। କିନ୍ତୁ କ'ଣ କାର୍ଯ୍ୟରେ ବା କୌଣସି ମଧ୍ୟ ସଂଗଠନରେ ସଂରଚନା ନାହିଁ? ଯେପର୍ଯ୍ୟନ୍ତ ଆପଣଙ୍କ ଉପରେ କୌଣସି ବ୍ୟକ୍ତି ଆପଣଙ୍କୁ କୌଣସି ମନ୍ଦ କାର୍ଯ୍ୟରେ ସାମିଲ ହେବା ପାଇଁ ନ କହେ ବା ଯେପର୍ଯ୍ୟନ୍ତ ସେ ଭାବେ ନାହିଁ କି ଆପଣ ପରମେଶ୍ୱରଙ୍କ ଇଚ୍ଛା ବିରୋଧରେ ଯିବାକୁ, ସେ ପର୍ଯ୍ୟନ୍ତ ଦୟାକରି ଖୁସିର ସହିତ ଆଜ୍ଞା ପାଳନ କରନ୍ତୁ ଏବଂ ଓଲଟା ଜବାବ ଦିଅନ୍ତୁ ନାହିଁ। ପଦ 10 ଏହା କହୁଅଛି, ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି। ଏହା ମଧ୍ୟ ଆମ୍ଭ ଖ୍ରୀଷ୍ଟିଆନଙ୍କ ପାଇଁ ବାଇବଲର ପରମେଶ୍ୱରଙ୍କ ଶିକ୍ଷା। ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଆମମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର କ'ଣ ଅଳଙ୍କାର ସ୍ୱରୂପ ହୁଅନ୍ତି। ପରମେଶ୍ୱରଙ୍କ ବିଶ୍ୱାସୀମାନେ ନିଶ୍ଚିତ ଭାବରେ ଏହିପରି ଜୀବନଯାପନ କରନ୍ତି। ସେମାନେ ବିଶ୍ୱାସଯୋଗ୍ୟ। ମୁଁ ସେମାନଙ୍କୁ ବିଶ୍ୱାସ କରିପାରିବି। ବାଇବଲ ଆମ୍ଭମାନଙ୍କୁ ଭଲ ଉଦାହରଣକୁ ଦେଖାଇବାର ନେତୃତ୍ୱ ନେବାକୁ ଶିଖାଏ। ପଦ 11, କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି। ପୁଣି ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ। ଏହି ଦୁନିଆରେ ଆମ୍ଭମାନଙ୍କୁ ଏହି ପ୍ରକାର କାହିଁକି ଜୀବନଯାପନ କରିବା ଉଚିତ? ଏହାର ଏକ ନିଶ୍ଚିତ କାରଣ ଅଛି। ପରମେଶ୍ୱର ଆମ୍ଭମାନଙ୍କୁ କଦାପି ବିନା କାରଣରେ କିଛି କରିବା ପାଇଁ କହିବେ ନାହିଁ। ଯଦି ଏହା ଆମମାନଙ୍କ ଉଦ୍ଧାର ସହିତ ସମ୍ବନ୍ଧିତ ହୋଇନଥାନ୍ତା, ତେବେ ପରମେଶ୍ୱର ଆମମାନଙ୍କୁ ଏହି ଅନୁରୋଧ ଦେଇନଥାନ୍ତେ। ଆମମାନଙ୍କୁ ବାଇବଲର 66 ପୁସ୍ତକରେ ଲେଖା ବାକ୍ୟରୁ ଗୋଟିଏ ମଧ୍ୟ ବାକ୍ୟ ବୃଦ୍ଧି କରିବା ଉଚିତ ନୁହେଁ ବା ସେଥିମଧ୍ୟରୁ ଗୋଟିଏ ମଧ୍ୟ ବାକ୍ୟ ବାହାର କରିବା ଉଚିତ ନୁହେଁ। ଯଦି ହିଁ ଆମେମାନେ ଗତକାଲି ପର୍ଯ୍ୟନ୍ତ ସାଂସାରିକ ଜୀବନଯାପନ କରିଅଛୁ, କିନ୍ତୁ ଆଜି ଆମ୍ଭେମାନେ ଶିଖିଲୁ ଏବଂ ଜାଣିଅଛୁ, ତେବେ କ'ଣ ଆମ୍ଭମାନଙ୍କୁ ଏହି ମୁହୂର୍ତ୍ତରୁ ପରମେଶ୍ୱରଙ୍କ ବାକ୍ୟକୁ ଅଭ୍ୟାସରେ ଆଣିବା ଉଚିତ ନୁହେଁ? ପଦ 13, ଆଉ ସେହି ଆନନ୍ଦଦାୟକ ଭରସା ପୁଣି ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ। ଏଥି ନିମନ୍ତେ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛି। ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ଉତ୍ତମତାରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ। ଏହା କହୁଛି କି ପରମେଶ୍ୱର ଏହି ସମସ୍ତ ଶିକ୍ଷା ଏବଂ ନିର୍ଦ୍ଦେଶ ଏପରି ଲୋକଙ୍କୁ ଶୁଦ୍ଧ କରିବା ପାଇଁ ଦିଅନ୍ତି ଯେଉଁମାନେ ନିଜ ଜାତିର ଅଟନ୍ତି। ଭାଇ ଓ ଭଉଣୀମାନେ, କ'ଣ ଆମ୍ଭେ ସମସ୍ତେ ପରମେଶ୍ୱରଙ୍କ ଲୋକ ନୁହେଁ? ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଓ ପରମେଶ୍ୱରଙ୍କ ଲୋକ ମଧ୍ୟ ଅଟୁ। ଆମ୍ଭମାନଙ୍କୁ ଆପଣା ଲୋକ କରିବା ନିମନ୍ତେ ପରମେଶ୍ୱର ଆମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛନ୍ତି। ତେବେ ଆମମାନଙ୍କୁ ଦୁନିଆର ସେହି ଲୋକମାନଙ୍କ ଠାରୁ ଅଲଗା ହେବା ଉଚିତ ଯେଉଁମାନେ ଏହି ଶିକ୍ଷା ଅନୁସାରେ ଜୀବନଯାପନ କରୁନାହାନ୍ତି। କିଛି ଲୋକ ପଚାରନ୍ତି, ତାହେଲେ ଯଦି ଆମ୍ଭେ ନୈତିକତା ଦୃଷ୍ଟିରେ ଏକ ଉଚିତ ଜୀବନଯାପନ କରୁଅଛୁ, ତେବେ କ'ଣ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ନ କରିବା ଠିକ୍ କି? ଏହା ଠିକ୍ ନୁହେଁ। ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁମାନେ ସତ୍ୟରେ ଅଛନ୍ତି ଶିକ୍ଷା ଦେଉଛନ୍ତି କି ପରମେଶ୍ୱରଙ୍କ ଲୋକଙ୍କ ରୂପରେ ଆମ୍ଭମାନଙ୍କୁ କେମିତି ଜୀବନଯାପନ କରିବା ଉଚିତ। ଇସ୍ରାଏଲ ମାନଙ୍କୁ କିଣାନ ଦେଶରେ ପ୍ରବେଶ କରିବା ପାଇଁ ଜଙ୍ଗଲ ଦେଇ ଯିବାକୁ ପଡ଼ିଥିଲା। ସେମାନେ ଜଙ୍ଗଲରେ 40 ବର୍ଷର ଲମ୍ବା ସମୟ ବିତାଇଲେ। ସେହି ସମୟରେ ପରମେଶ୍ୱର ସେମାନଙ୍କୁ ଆପଣା ଆଜ୍ଞା ଦେଲେ, ସେମାନଙ୍କୁ ବିଶ୍ରାମ ଦିନ ଶିଖାଇଲେ ଏବଂ ସେମାନଙ୍କୁ ଏକ ଆଜ୍ଞାକାରୀ ଜୀବନଯାପନ କରିବାର ପ୍ରଣାଳୀ ଜାଣିବାକୁ ଦେଲେ। ପରମେଶ୍ୱର ଏପରି ଏଥିପାଇଁ କଲେ କି ଯେତେବେଳେ ଇସ୍ରାଏଲ ମାନେ କିଣାନ ଦେଶରେ ପ୍ରବେଶ କରିବେ, ତେବେ ସେମାନଙ୍କ ସହିତ ସବୁକିଛି ଉତ୍ତମ ହେଉ। ଆଜି ଏହି ପୃଥିବୀରେ ରହୁଥାଇ ମୋ ଆଖପାଖର ଲୋକମାନେ ମୋ ପ୍ରତି ଉଦାସୀନ, ମନ୍ଦ ଏବଂ ଅଭଦ୍ର ଏବଂ ସେମାନେ ସ୍ୱାର୍ଥପର ଭାବରେ ନିଜ ପାଇଁ ଭଲ ଜିନିଷ ନିଅନ୍ତି। କ'ଣ ମୋତେ ବି ସେମାନଙ୍କ ପରି ବ୍ୟବହାର କରିବା ଆବଶ୍ୟକତା ନୁହେଁ? ସଂସାରର ଲୋକମାନେ ସଂସାରର, କିନ୍ତୁ ଯେହେତୁ ଆମେ ସ୍ୱର୍ଗରୁ, ତେବେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଶିକ୍ଷା ଅନୁସାରେ ଜୀବନଯାପନ କରିବା ଉଚିତ। ପରମେଶ୍ୱର ଆମମାନଙ୍କୁ ଜଗତର ଲବଣ ଓ ଆଲୋକ ହେବାକୁ କହିଛନ୍ତି। ଆଲୋକ ଅନ୍ଧକାରକୁ ବହିଷ୍କାର କରିବାର ଭୂମିକା ଗ୍ରହଣ କରିବା ଉଚିତ, ଆଉ ଲବଣକୁ ସଂରକ୍ଷଣକାରୀ ରୂପରେ ଖରାପ ହେବାରୁ ଅଟକାଇବା ପାଇଁ ବ୍ୟବହାର କରାଯାଏ। ପରମେଶ୍ୱର ସିୟନର ସନ୍ତାନଙ୍କ ଦ୍ୱାରା ଏହି ଭ୍ରଷ୍ଟ ସଂସାରକୁ ଶୁଦ୍ଧ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଖ୍ରୀଷ୍ଟିଆନ ମାନଙ୍କ ଜୀବନ ଏହିପରି ହେବା ଉଚିତ। ଦୟାକରି ଏହାକୁ ଧ୍ୟାନରେ ରଖନ୍ତୁ।
ଦୟାକରି ଏଫିସିଓ ଅଧ୍ୟାୟ 4ରେ ଖ୍ରୀଷ୍ଟିଆନଙ୍କ ରୂପରେ ଆମମାନଙ୍କ ଜୀବନ ବିଷୟରେ ବାକ୍ୟକୁ ପଢ଼ିବା। ଆମେମାନେ ଅନେକ ଥର ପରମେଶ୍ୱରଙ୍କ ଜ୍ଞାନ ଓ ବ୍ୟବସ୍ଥାକୁ ଶିଖିଅଛୁ। ପରମେଶ୍ୱର ଆମମାନଙ୍କ ଉଦ୍ଧାର ପାଇଁ ଅନେକ ଶିକ୍ଷା ଦେଇଛନ୍ତି। କିନ୍ତୁ ଯଦିଓ ଏହି ଶିକ୍ଷା ଗୁଡ଼ିକ ବାଇବଲରେ ଅଛି, ତେବେ କିଛି ଲୋକ କହନ୍ତି ମାନବିକ କାର୍ଯ୍ୟ ପାଇଁ ବାଇବଲ ଆମମାନଙ୍କ ପାଇଁ ବଞ୍ଚିବା ପାଇଁ କେବଳ ଗୋଟିଏ ଉପକରଣ। କ'ଣ ଏହାର ଆମମାନଙ୍କ ଉଦ୍ଧାର ସହିତ କୌଣସି ସମ୍ପର୍କ ନାହିଁ? ଏହା ନିର୍ବୋଧ। ବାଇବଲର 66 ପୁସ୍ତକରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଆମମାନଙ୍କ ଉଦ୍ଧାର ସହିତ ସମ୍ପର୍କ ଅଛି। ଏହି ପୁସ୍ତକର ଭବିଷ୍ୟବାଣୀର ବାକ୍ୟରେ ବାଇବଲର ସମସ୍ତ 66 ପୁସ୍ତକ ସାମିଲ ଅଛି, ହଁ ନା? ଯଦି କେହି ଏହି ପୁସ୍ତକରେ କିଛି ମଧ୍ୟ ଯୋଗ କରେ, ତେବେ କ'ଣ ହେବ? ଆମମାନଙ୍କୁ ଆପଣା ସ୍ୱୟଂର ବିଚାରକୁ କଦାପି ଯୋଗ କରିବା ଉଚିତ ନୁହେଁ। ଏହାକୁ ବିଚାର କରି ମାନବ ଜାତିର ଉଦ୍ଧାର ନିମନ୍ତେ ପରମେଶ୍ୱର କି ପ୍ରକାର ଯୋଜନା ପ୍ରସ୍ତୁତ କଲେ ଏବଂ ସେ ଆମମାନଙ୍କୁ କ'ଣ ଶିକ୍ଷା ଦେଲେ, ଆସନ୍ତୁ ଆମେ ତାଙ୍କ ଶିକ୍ଷାକୁ ପାଳନ କରିବାର ଆପଣା ସମସ୍ତ ସମ୍ଭବ ଚେଷ୍ଟା କରିବା ଆଉ ତାହା ଅମଳରେ ଆଣିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା। ଆସନ୍ତୁ ଆମେ ଏଫିସିଓ ଅଧ୍ୟାୟ 4କୁ ଯିବା। ଅଧ୍ୟାୟ 4 ପଦ 17। ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନରେ ଅସାରତାରେ ଆଚରଣ କରନ୍ତି, ତୁମେମାନେ ସେହିପରି ଆଚରଣ କର ନାହିଁ। ଏହାର ଅର୍ଥ କି ଆମମାନଙ୍କୁ ବିଜାତିମାନଙ୍କ ପରି ବଞ୍ଚିବା ଉଚିତ ନୁହେଁ, ହଁ ନା? ପଦ 18। ସେମାନେ ଆପଣାମାନଙ୍କଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଳତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ, ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି। ଏହାର ଅର୍ଥ ଏମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ପରମେଶ୍ୱରଙ୍କ ଜୀବନର ସତ୍ୟରେ ଆସିବାର ସକ୍ଷମ ନ ହୋଇ ସାଂସାରିକ ଜୀବନରେ ଭ୍ରମଣ କରୁଛନ୍ତି। ସେମାନେ ଜଡ଼ବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ କ'ଣ କରିଅଛନ୍ତି? ସମର୍ପଣ କରିଅଛନ୍ତି। ପଦ 20। କିନ୍ତୁ ତୁମେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାରେ ଶିକ୍ଷା କରିନାହଁ। ଆମମାନଙ୍କ ଦ୍ୱାରା ପ୍ରାପ୍ତ ଶିକ୍ଷା ଓ ଦୁନିଆର ଲୋକମାନଙ୍କ ଦ୍ୱାରା ପ୍ରାପ୍ତ ଶିକ୍ଷା ମଧ୍ୟରେ ଏକ ପାର୍ଥକ୍ୟ ଅଛି। ଯିଏ ଆମମାନଙ୍କୁ ଶିକ୍ଷା ଦିଅନ୍ତି ସେ ପରମେଶ୍ୱର ଅଟନ୍ତି। ତେବେ କ'ଣ ଆମମାନଙ୍କ ନିକଟରେ ସେହି ଲୋକଙ୍କର ସ୍ୱରୂପ ନ ହେବା ଉଚିତ ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷା କରିଛନ୍ତି? କିନ୍ତୁ ତୁମେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାରେ ଶିକ୍ଷା କରିନାହଁ। ପଦ 21। ତୁମେମାନେ ତ ତାହାଙ୍କ ବିଷୟରେ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଅର୍ଥାତ୍ ତୁମେମାନେ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ। ଆମମାନଙ୍କୁ ଆପଣା ଜୀବନର ପୁରାତନ ଆଚରଣ, ଆପଣା ପୁରାତନ ସ୍ୱଭାବ, ଆପଣା ପୁରାତନ ଚରିତ୍ର, ଆପଣା ସାଂସାରିକ ବିଚାରକୁ ପରିତ୍ୟାଗ କରିବା ଉଚିତ। ପଦ 23। ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। କେବଳ ତେବେ ଯାଇ ଆମେ ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଆସନ୍ତୁ ଆମେ ପଦ 25 ସହିତ ଜାରି ରଖିବା। ଅତଏବ କ'ଣ ପରିତ୍ୟାଗ କରି? ମିଥ୍ୟା ପରିତ୍ୟାଗ କରି ତୁମେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମେମାନେ ପରସ୍ପରର ଅଙ୍ଗ ପ୍ରତ୍ୟଙ୍ଗ। କ୍ରୋଧ ହେଲେ ପାପ କର ନାହିଁ। ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି ଶୈତାନକୁ ସ୍ଥାନ ଦିଅ ନାହିଁ। ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ତୁମମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକତା ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ। ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମମାନଙ୍କ ଠାରୁ ଦୂର ହେଉ। ଆମମାନଙ୍କୁ କ'ଣ କରିବାର ଅଛି? ଏହିସବୁର ମୁକ୍ତି ପାଇବାର ଅଛି। ପଦ 32। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। ଭାଇ ଓ ଭଉଣୀମାନେ, ଆମ୍ଭେ ସମସ୍ତେ ସ୍ୱର୍ଗର ନାଗରିକଙ୍କୁ ଏହି ପ୍ରକାର ବଞ୍ଚିବା ଉଚିତ। ଯଦି ଆମ୍ଭେ ପରସ୍ପର ସହିତ ଝଗଡ଼ା କରୁ, କ୍ରୋଧ କରୁ ଏବଂ ଘୃଣା କରୁ, ତେବେ ଏହି ବାକ୍ୟରେ ପରିପୂର୍ଣ୍ଣ ହୋଇଥିବା ହୃଦୟ ପରମେଶ୍ୱରଙ୍କ କୌଣସି ଇଚ୍ଛାକୁ ମଧ୍ୟ ସ୍ୱୀକାର କରିପାରିବ ନାହିଁ। ଯଦି ହିଁ ସେମାନେ ବାଇବଲ ଅଧ୍ୟୟନ କରନ୍ତି
କିନ୍ତୁ ପରମେଶ୍ୱରଙ୍କ ଇଚ୍ଛା ସେମାନଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ସେମାନେ ପ୍ରେରିତ ବା ପ୍ରଭାବିତ ହୋଇପାରିବେ ନାହିଁ। ଆଉ ଥରେ ଆସନ୍ତୁ ଆମେ ନିଜକୁ ବିଚାର କରିବା। ଏହାର ଏକ ସ୍ପଷ୍ଟ କାରଣ ଅଛି କି ଆମ୍ଭମାନଙ୍କୁ ଏହି ପ୍ରକାର ବଞ୍ଚିବା ଉଚିତ। ଆମ୍ଭମାନଙ୍କୁ ଏହି ପ୍ରକାର ଭାବିବା ଉଚିତ ନୁହେଁ କି ଯେହେତୁ ଅନ୍ୟ ଲୋକମାନେ ସେପରି ଜୀବନଯାପନ କରୁଛନ୍ତି ତେବେ ମୋତେ ମଧ୍ୟ ସେପରି କରିବାର ଅଛି, କାରଣ ଆମ୍ଭମାନଙ୍କ ପାଖରେ ଈଶ୍ୱରୀୟ ଉପାୟରେ ବଞ୍ଚିବାର ଏକ ନିର୍ଦ୍ଦିଷ୍ଟ କାରଣ ଅଛି। ଆଉ ଥରେ ମୁଁ ଆପଣ ସମସ୍ତଙ୍କୁ ଦୁନିଆର ବର୍ତ୍ତମାନ ପରିସ୍ଥିତିରୁ ଦୂରେଇ ଯିବା ପାଇଁ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ଶିକ୍ଷାକୁ ଧରି ରଖିବା ନିମନ୍ତେ କହୁଅଛି। ପରମେଶ୍ୱର ପରିବାର ଦ୍ୱାରା ସମ୍ବନ୍ଧିତ ଅନେକ ମୂଲ୍ୟବାନ ଶିକ୍ଷା ମଧ୍ୟ ଦେଇଛନ୍ତି। ତଥାପି ସମୟ ସମୟରେ ମୁଁ କିଛି ଏପରି ମାମଲା ଦେଖେ ଯେଉଁଠାରେ ଲୋକମାନେ ଆପଣା ବ୍ୟକ୍ତିଗତ ଚିନ୍ତାଧାରା ବା ଭାବନା ସହିତ ଏହି ପ୍ରକାର ଶିକ୍ଷାକୁ ସହଜରେ ଅଣଦେଖା କରନ୍ତି। ଏଫେସୀୟ ଅଧ୍ୟାୟ 5 ପଦ 22ରେ ଏହା ଲେଖା ଅଛି, ହେ ସ୍ତ୍ରୀମାନେ, ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣ ଆପଣା ସ୍ୱାମୀର ବଶୀଭୂତା ହୁଅ। ଏହା ମୋର ନିଜର ବିଚାର ବା ମତ ନୁହେଁ, ଏହା ପରମେଶ୍ୱରଙ୍କ ବାକ୍ୟ। କ'ଣ ଆପଣଙ୍କୁ ଲାଗୁନାହିଁ କି ପରମେଶ୍ୱର ଯେ ଆଦିଠାରୁ ଶେଷ ଦେଖନ୍ତି କୌଣସି କାରଣରୁ ଏହି ବାକ୍ୟକୁ କହିଲେ? ଯେତେବେଳେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ଏବଂ ସମସ୍ତ ସୃଷ୍ଟି କଲେ, ତାପରେ ମଧ୍ୟ ସେ ଆପଣା ଇଚ୍ଛା ବିନା କିଛି ସୃଷ୍ଟି କରିନଥିଲେ। ପରମେଶ୍ୱର ଏହି ଶିକ୍ଷାକୁ ଦେବାର କିଛି କାରଣ ହେବା ଉଚିତ। ଏହା ନିଶ୍ଚିତ ରୂପରେ ଆବଶ୍ୟକ ଶିକ୍ଷା। ଆସନ୍ତୁ ଆମେ ପଦ 22 ସହିତ ଜାରି ରହିବା। ହେ ସ୍ତ୍ରୀମାନେ, ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣ ଆପଣା ସ୍ୱାମୀର ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା। ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀ କି ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ଏହା କହୁଅଛି କି ସ୍ୱାମୀମାନେ ଆପଣା ସ୍ତ୍ରୀମାନଙ୍କ ସହିତ ପ୍ରେମ କରିବା ଉଚିତ। ଖ୍ରୀଷ୍ଟ ଯେପରି ମଣ୍ଡଳୀ କି ପ୍ରେମ କରି ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଆମମାନଙ୍କୁ ଏପରି କରିବା ଉଚିତ। ଯଦିଓ ଏହି ସମସ୍ତ ଶିକ୍ଷା ବାଇବଲରେ ମିଳିଥାଏ, କିନ୍ତୁ ଆମ୍ଭେ ସେଗୁଡ଼ିକୁ ବାରମ୍ବାର ଅଧ୍ୟୟନ କରୁନାହୁଁ ବା ସେଗୁଡ଼ିକୁ ଆପଣା ହୃଦୟରେ ଖୋଦିତ କରୁନାହୁଁ। ତେବେ ଆମ୍ଭେ ସଂସାରର ଲୋକମାନଙ୍କ ମାନକ ପାଳନ କରୁଅଛୁ। ଯଦିଓ ଏହା ଆମ୍ଭମାନଙ୍କ ପାରିବାରିକ ଜୀବନ ବିଷୟରେ ହେଉ ବା ସମାଜରେ ଆମ୍ଭମାନଙ୍କ ଜୀବନ ବିଷୟରେ ହେଉ, କ'ଣ ଆମ୍ଭମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ଶିକ୍ଷା ଅନୁସାରେ ସବୁ କିଛି ପାଳନ କରିବା ଉଚିତ ନୁହେଁ? ବାଇବଲ କହୁଅଛି କି ସ୍ତ୍ରୀମାନଙ୍କୁ ସବୁ କିଛିରେ ଆପଣା ସ୍ୱାମୀଙ୍କ ଅଧୀନରେ ରହିବା ଉଚିତ। ଆଉ ଏହିକି ସ୍ୱାମୀମାନଙ୍କୁ ଆପଣା ସ୍ତ୍ରୀମାନଙ୍କ ସହିତ ସେହି ପ୍ରକାର ପ୍ରେମ କରିବା ଦରକାର, ଯେମିତି ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀକି ପ୍ରେମ କରି ଆପଣାକୁ କ୍ରୁଶରେ ଉଠାଇଲେ। ଆସନ୍ତୁ ଆମେ ପଦ 26 ଦେଖିବା। ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣାକୁ ପ୍ରେମ କରେ। କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣ ପୋଷଣ ଓ ଲାଳନ ପାଳନ କରେ। ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି। ଯେଣୁ ଆମ୍ଭେମାନେ କ'ଣ? ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ। ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏହା ଗୋଟିଏ ଅତି ନିଗୁଢ଼ ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି। ଯାହା ହେଉ, ତୁମେମାନେ ପ୍ରତ୍ୟେକ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀ କି କ'ଣ କରୁ? ଭକ୍ତି କରୁ। ସ୍ୱାମୀମାନେ ଯୌବନାବସ୍ଥାରେ ନିଜ ପରିବାରକୁ ସାହାଯ୍ୟ କରିବାକୁ କଠିନ ଚେଷ୍ଟା କରିଥିଲେ। ସେମାନେ ଅବସର ପ୍ରାପ୍ତ ଥିବାରୁ ଆମ୍ଭେମାନେ ବର୍ତ୍ତମାନ ସେମାନଙ୍କୁ ଅଣଦେଖା କରିବା ଉଚିତ ନୁହେଁ। ଯଦି ସେମାନେ ବର୍ତ୍ତମାନ ଅବସର ପ୍ରାପ୍ତ ହୋଇଯାଇଛନ୍ତି, ତେବେ ଆମମାନଙ୍କୁ ସେମାନଙ୍କ ସେବା କେମିତି କରିବା ଉଚିତ? ଆପଣଙ୍କୁ କହିବା ଦରକାର, ଆପଣ ଆମ୍ଭମାନଙ୍କ ପରିବାର ଚଳାଇବା ପାଇଁ ବହୁତ ଅଧିକ ବଳିଦାନ କରିଛନ୍ତି। ବର୍ତ୍ତମାନ ଠାରୁ ଆସନ୍ତୁ ଆମ୍ଭେ ଆପଣା ବଞ୍ଚିଥିବା ଜୀବନରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ଆରାମରେ ବଞ୍ଚିବା। ଗତକାଲି ପର୍ଯ୍ୟନ୍ତ ଯେତେବେଳେ ସେ ଆପଣା ମଜୁରୀ ନେଇ ଘରକୁ ଆସୁଥିଲେ, ତେବେ ଆପଣ ଏହା କହି ତାଙ୍କର ସ୍ୱାଗତ କରୁଥିଲେ, ବା ଆପଣଙ୍କ ଚେଷ୍ଟା ପାଇଁ ବହୁତ ବହୁତ ଧନ୍ୟବାଦ। କିନ୍ତୁ ସେ ବହୁତ ବୃଦ୍ଧ ଏବଂ ଅବସର ପ୍ରାପ୍ତ, ତେଣୁ ବର୍ତ୍ତମାନ ତାଙ୍କ ସହିତ ଅସଦାଚରଣ କରନ୍ତୁ ନାହିଁ। ଏଠାରେ କୌଣସି ସ୍ୱାମୀ ବା ସ୍ତ୍ରୀ ନାହାନ୍ତି ଯେଉଁମାନେ ଅବସର ପୂର୍ବରୁ ଏବଂ ପରେ ଭିନ୍ନ ଆଚରଣ ଅଛି। ପୁଣି ଥରେ ଏହା ଉପରେ ଚିନ୍ତା କରୁଥାଇ କି ପରମେଶ୍ୱର ବାଇବଲରେ ଏପରି ଶିକ୍ଷା କାହିଁକି ଦେଲେ?
ଆସନ୍ତୁ ଆମ୍ଭେ ସଂସାରର ଲୋକଙ୍କ ପରି ଜୀବନଯାପନ କରିବା ନାହିଁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟରେ ଆମ୍ଭମାନଙ୍କ ଜୀବନର ମାନକ ରଖିବା। ଯଦି ଆପଣ ଅଧ୍ୟାୟ 6କୁ ଯିବେ, ତେବେ ଆମ୍ଭେ ପିତାମାତା ଓ ସନ୍ତାନଙ୍କ ବିଷୟରେ ମଧ୍ୟ ପରମେଶ୍ୱରଙ୍କ ଶିକ୍ଷାକୁ ଦେଖିପାରିବା। ଇଫିସିଓ ଅଧ୍ୟାୟ 6 ପଦ 1। ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ। ପ୍ରଭୁଙ୍କଠାରେ ଆଜ୍ଞାକାରୀ ହେବାର ଅର୍ଥ ବିଶ୍ୱାସରେ ଆଜ୍ଞାକାରିତାର ଜୀବନଯାପନ କରିବା। ପଦ 2, କାରଣ ତାହା ଯଥାର୍ଥ ଆପଣା ମାତାପିତାଙ୍କୁ କ'ଣ କର? ସମାଦର କର। ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମ୍ଭର ମଙ୍ଗଳ ହେବ ଆଉ ତୁମେ ପୃଥିବୀରେ ଦୀର୍ଘାୟୁ ହେବ। ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ହେ ଦାସମାନେ, ତୁମେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ। ଯେତେବେଳେ ଆପଣ କାର୍ଯ୍ୟ କରିବେ, ତେବେ କେବଳ ଦେଖାଇବା ଭଳି ସେବା କରନ୍ତୁ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଚ୍ଛା ସାଧନ କର। ସ୍ୱାଧୀନ କି ପରାଧୀନ ଯେ କେହି କୌଣସି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରେ ସେଥିରେ ପୁରସ୍କାର ପାଇବ। ପରମେଶ୍ୱର ଆମମାନଙ୍କୁ ଏହି ଶିକ୍ଷା ଦେଇଛନ୍ତି, କିନ୍ତୁ ଆମ୍ଭେ ତାଙ୍କର ଅଣଦେଖା କରୁ। ଏପର୍ଯ୍ୟନ୍ତ କି ଦୁନିଆରେ ମଧ୍ୟ ଯଦି ଆପଣ କେବଳ ଅଧା ଅଧୁରା କାମ କରିବାକୁ ଚେଷ୍ଟା କରନ୍ତି, ତେବେ ଆପଣଙ୍କୁ ପରିତ୍ୟାଗ କରାଯିବ। ଭାଇ ଓ ଭଉଣୀମାନେ, ଯଦିଓ ଆମ୍ଭେ କେଉଁ ପ୍ରକାରର ସମାଜରେ ଥାଉ ନା କାହିଁକି, କ'ଣ ଆମମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ସନ୍ତାନଙ୍କ ରୂପରେ ଗୁଣକୁ ଧାରଣ କରିବା ଉଚିତ ନୁହେଁ? ଲବଣକୁ ଆପଣା ସ୍ୱାଦ କଦାପି ହରାଇବା ଉଚିତ ନୁହେଁ। କ'ଣ ଆପଣଙ୍କୁ ଲାଗୁନାହିଁ କି ଲବଣ ସଢ଼ିବାରୁ ରକ୍ଷା କରିବାରେ ଭୂମିକା ତେବେ ତୁଲାଇ ପାରିବ ଯେତେବେଳେ ତାହାର ସ୍ୱାଦ ହୁଏ? ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଦୁନିଆର ଲବଣ ଓ ଆଲୋକ ହେବା ନିମନ୍ତେ କହିଲେ, ଯଦିଓ ତାହା ଆତ୍ମିକ ଦୁନିଆ ନିମନ୍ତେ ହେଉ ଅବା ସାଂସାରିକ ଦୁନିଆ ନିମନ୍ତେ। ମୋତେ ଆଶା ଅଛି କି ଆମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନ ହେବା, ଯେଉଁମାନେ ଦୁନିଆକୁ ଲବଣ ଓ ଆଲୋକର ଭୂମିକା ତୁଲାଇ ପାରିବେ। ଆସନ୍ତୁ ଆମେ ପଦ 7 ସହିତ ଜାରି ରଖିବା। ସ୍ୱାଧୀନ କି ପରାଧୀନ ଯେ କେହି କୌଣସି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ। ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର। ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର। ତର୍ଜନ ଗର୍ଜନ କରୁଥିବା ନିବୃତ୍ତ ହୁଅ ସେମାନଙ୍କ ଓ ତୁମ୍ଭମାନଙ୍କ ଉଭୟଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି, ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ। ଏଠାରେ ଦାସ ଶବ୍ଦ ଲାଗୁ କରିବା ପରିବର୍ତ୍ତେ ଆମ୍ଭେ ଏହାକୁ ଉଚ୍ଚ ପଦବୀ ଓ ନିମ୍ନ ପଦବୀରେ ଥିବା ଲୋକମାନଙ୍କ ମଧ୍ୟରେ ଏକ ସମ୍ପର୍କ ଭାବରେ ବୁଝିପାରିବା। ଯଦିଓ ଆପଣ ସେହି ସମ୍ପର୍କରେ ଅଛନ୍ତି, ତେବେ କେବଳ ଦେଖାଇବା ପାଇଁ ସେବା କରନ୍ତୁ ନାହିଁ, କିନ୍ତୁ ଏପରି କାର୍ଯ୍ୟ କରନ୍ତୁ ଯେମିତି ଆପଣ ବାସ୍ତବରେ ପରମେଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କାର୍ଯ୍ୟ କରୁଅଛନ୍ତି। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେଉଛନ୍ତି କି ଯଦିଓ ଆମ୍ଭେ ସଂସାରରେ କୌଣସି ପ୍ରକାରର ମାଲିକ ସହିତ କାର୍ଯ୍ୟ କରୁଥାଉ, ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ମନରେ କାର୍ଯ୍ୟ କରିବା ଆବଶ୍ୟକ। କିଛି ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି କି କ'ଣ ଏହା ବାସ୍ତବରେ ମୋର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ପ୍ରଭାବିତ କରେ? କ'ଣ ମୋତେ ସତରେ କରିବାକୁ ପଡ଼ିବ? ଯଦି କେହି ଏହି ପ୍ରକାର ପଚାରେ, ତେବେ ଯୀଶୁ ଏହି ଉତ୍ତର ଦିଅନ୍ତି। ମାଥ୍ୟୁ ଅଧ୍ୟାୟ 5 ପଦ 20। କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରସୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ କ'ଣ ପ୍ରବେଶ କରିବ ନାହିଁ। ସେହି ବାକ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଛି। ଏହା କ'ଣ? ଏହା ଶବ୍ଦ କୌଣସି ପ୍ରକାରେ। ଏହା କହୁଅଛି, ଯଦି ତୁମମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରସୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଭାଇ ଓ ଭଉଣୀମାନେ, ଯଦି ଆମ୍ଭେ ଏହି ମାମଲାକୁ ଅଣଦେଖା କରି କହିବା, କ'ଣ ଏହା କେବଳ ଏକ ନୈତିକ ଶିକ୍ଷା ନୁହେଁ, ଯାହା ପରମେଶ୍ୱର ଲୋକଙ୍କୁ ସଫଳ ହେବା ନିମନ୍ତେ ଦିଅନ୍ତି? ଆମ୍ଭମାନଙ୍କ ଏପରି କରିବା ବା ନ କରିବା ଦ୍ୱାରା କ'ଣ କୌଣସି ଫରକ ପଡ଼ିବ? କଦାପି ନୁହେଁ। ଏହି ବାକ୍ୟ କି ତୁମମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ, ଏହା ମୋର ବିଚାର ବା ମୋର ମତ ନୁହେଁ। ଏହା ସମସ୍ତ ମାନବ ଜାତିଙ୍କୁ ଦିଆଯାଇଥିବା ପରମେଶ୍ୱରଙ୍କ ପ୍ରତ୍ୟକ୍ଷ ଶିକ୍ଷା। ଏଥିପାଇଁ ଯେଉଁ ଲୋକମାନେ ସ୍ୱର୍ଗ ରାଜ୍ୟ ଆଡ଼କୁ ଯାଉଛନ୍ତି, ସେମାନଙ୍କୁ ଏହି ଶିକ୍ଷାର ପାଳନ କରିବା ଆବଶ୍ୟକ। ଆସନ୍ତୁ ଆମ୍ଭେ ସମସ୍ତେ ଜଗତର ଲବଣ ଓ ଆଲୋକ ହେବା ଆଉ ଅନେକ ଗୁଡ଼ିଏ ଆତ୍ମାକୁ ପରମେଶ୍ୱରଙ୍କ କୋଳରେ ନେଇ ଆସିବା।
ଏବଂ ଏହିପରି କରି ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କୁ ମହାନ ମହିମା ଦେବା। ଏହା ସହିତ ମୁଁ ଆଜିର ଉପଦେଶ ସମାପ୍ତ କରିବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।